ମୋ ନାଁ ପ୍ରହ୍ଲାଦ ବେହେରା। ମୁଁ ସାରଳା ମଣ୍ଡଳ କୈବର୍ତ୍ତ ମହାସଭାର ଜଗତସିଂହପୁର ଜିଲ୍ଲାର ସଭାପତି ଏବଂ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ଅର୍ଗାନାଇଜ ସେକ୍ରେଟାରୀ। ଏଥିସହ ଆପଣ ବି ମଧ୍ୟ ଅଛନ୍ତି ଯେଉଁ ଅଲ୍ ଇଣ୍ଡିଆ SC ST ଯେଉଁ ସଂଗଠନ ରହିଛି ତାର ମଧ୍ୟ ଭାଇସ୍ ଚେୟାରମ୍ୟାନ୍ ଅଛି। ତେବେ କୁହନ୍ତୁ ଯେଉଁ ଏଥିସହିତ ଆପଣଙ୍କର ଯେଉଁ ଅଫିସ୍ କାର୍ଯ୍ୟ ରହିଛି ଏବଂ ବିଭିନ୍ନ ସଂଗଠନ ପାଇଁ କେମିତି କ'ଣ ସମୟ ଦେଉଛନ୍ତି? ଅଫିସରେ ଯେମିତି ୱାର୍କିଂ ହିସାବରେ କାମ କରେ। ଯେଉଁଦିନ ଛୁଟି ଅଛି କି ଆପଣଙ୍କର ରାତିରେ କୌଣସି ଜାତିଗତ କୌଣସି ପ୍ରୋଗ୍ରାମ ରହିଲେ ମୁଁ ସବୁ ପ୍ରୋଗ୍ରାମକୁ ଆଟେଣ୍ଡ କରେ। କୈବର୍ତ୍ତ ଭାଇମାନେ ବହୁତ ଅବହେଳିତ ହିସାବରେ ଆମ ଓଡ଼ିଶାରେ ଅଛନ୍ତି। ଆଜି ଯେହେତୁ ନଈ ନାଳ ସବୁ ଆଜି ସବୁ ଜାଗାରେ ସେ ପୋତି ହେଇଗଲାଣି, ତାକୁ ଖୋଳିବା ପାଇଁ ଆମେ ଥରେ ମଧ୍ୟରେ 4 ବର୍ଷ ତଳେ ରାଷ୍ଟ୍ରପତିଙ୍କୁ ଭେଟିକି ଗୋଟେ ଡିମାଣ୍ଡ ବି ଦେଇଥିଲୁ ଯେ କି ଆମର ଯେଉଁ ନଦୀ ନାଳ ମୁହାଣ ସବୁ ଡ୍ରେଜିଂ କରାଯାଉ ଏବଂ ପୁନରୁଦ୍ଧାର କଲେ କୈବର୍ତ୍ତ ଜାତି ଭାଇମାନେ ସମସ୍ତେ ସବୁ ଅଞ୍ଚଳର ଅଲ୍ ଓଡ଼ିଶାରେ ସମସ୍ତେ ଉପକୃତ ହେବା ପାଇଁ ଆମର ଗୋଟେ ଲକ୍ଷ୍ୟ ଥିଲା। ତା ସତ୍ତ୍ୱେ ଆମେ ରାଷ୍ଟ୍ରପତିଙ୍କୁ ଦେବା ପରେ ଆମେ ଏବେ ସରକାର ଆସିଲା ପରେ ଆମେ ବି ଶୁଣୁଛୁ କିଛି ମୁହାଣକୁ ସେମାନେ ଡ୍ରେଜିଂ ପାଇଁ ପରମିଶନ ବି ଦେଇଛନ୍ତି ଏବଂ ଭବିଷ୍ୟତରେ ଚିଲିକାରେ ବି 2-3ଟା ଜେଠି ବି ଉଦ୍ଘାଟନ କରାଯାଇଛି ଆଉ ଅଲଗା ଜାଗାରେ ବି ଜେଠିର ପ୍ରପୋଜାଲ୍ ରହିଛି। ଏସବୁ ଆମର ମୁଖ୍ୟତଃ ଧାନ ଆଉ ମିନ ଉପରେ ଆମେ ଡିପେଣ୍ଡାଣ୍ଟ କରୁ ଏବଂ ପାନ ଯେମିତି କିଛି ପାନ ଜାଗା ଅଛି ସେ ଜାଗାରେ ପାନ ଉପରେ ରୁହନ୍ତି, କିନ୍ତୁ ଆମର ମେନ୍ ହେଲା ପେଉସା ମାଛ ଧରା। ନଦୀ ନାଳରେ ଏବେ ଆଗରୁ କ'ଣ ନଦୀ ଗଭୀର ଥିଲା, ସେ ଗଭୀର ନଦୀରେ ଯେତେବେଳେ ଜାଆଁଳ ସୃଷ୍ଟି ହେଉଥିଲା ଆମମାନଙ୍କର ଏଇ ଆପଣ ଦେଖନ୍ତୁ ବିଗତ ମହାନଦୀରେ ଆଗରୁ ଏଠାରେ ଇଲିଶି ହେଉଥିଲା, ବହୁତ ପରିମାଣରେ ଖଙ୍ଗା ହେଉଥିଲା, ବେରଜାଲ ଦିଆ ହେଉଥିଲା, ବହୁତ କିଛି ଏସବୁ ଜିନିଷ ହେଉଥିଲା। ଏବେ ଧୀରେ ଧୀରେ ସେ ଲୋପ ପାଇଗଲାଣି। ଏଇସବୁ ଆଖି ଆଗରେ ରଖି ଯଦି ପ୍ରକୃତରେ ଡ୍ରେଜିଂ କରାଯାଏ, ପାଣିଟା ଆଗରୁ ଆମର ଏଠୁ ସମୁଦ୍ର ପାଣି ଯାଇକିନି ତାରପୁର ଯାକେ ପୁରା ଫୁଲ୍ ସୋରେ ଯାଉଥିଲା, ମାଛ ବି ଯାଇକିନି କଟକରେ ଯାଇକିନି ଇଲିଶି ଉଠୁଥିଲା। ଏବେ ସେସବୁ ସ୍ୱପ୍ନ ହେଇଗଲାଣି। ଏଇସବୁ ଲକ୍ଷ୍ୟ ଥିଲା ଏବଂ ଅନେକ ଜାଗାରେ ଯେମିତି ଆମର ଜାତି ତରଫରୁ ଅନେକ ବଡ଼ ବଡ଼ ପଦାଧିକାରୀ ବି ଅଛନ୍ତି, ସେମାନଙ୍କୁ ଆମେ ଅନୁରୋଧ କରୁଛୁ। ତା ଭିତରେ ଆମ ଯେଉଁ ପିଲାମାନେ ଅଛନ୍ତି ସମସ୍ତଙ୍କୁ କୌଣସି ସରକାରୀ ହେଉ କି କାର୍ଯ୍ୟରତ ପ୍ଲାଣ୍ଟ ହେଉ ସବୁ ଏସବୁ ଜାଗାରେ ଏନଗେଜ୍ କରିବାର ଆମର ଗୋଟେ ମୂଳ ଲକ୍ଷ୍ୟ ଅଛି। ଏଇ ଉଦ୍ଦେଶ୍ୟ ନେଇ ଜାତି ପାଇଁ ଆମେ ସବୁ ଜାଗାରେ ବୁଲି କାମ କରୁଛୁ।